ବର୍ତ୍ତମାନ ସମୟରେ ବିଜୁ ଜନତା ଦଳ ରାଜନୀତିରେ ଯଦି ଦେଖିବା ତାହେଲେ ଆଜି ଯେଭଳି ଭାବରେ ହେଲା ନବୀନ ନିବାସରେ ବୈଠକ ଏବଂ ଶଙ୍ଖ ଭବନରେ ବୈଠକ ଏବଂ ତା ସହିତ ଯଦି ଆମେ କହିବା ଅଂଶୁମାନ ମହାନ୍ତିଙ୍କ ଘରେ ବିଧାୟକ ମାନେ ମିଳିଗଲେ ଏ ସବୁ କ୍ରମେ ବର୍ତ୍ତମାନ ଧର୍ମ ସଂକଟରେ ଅଛନ୍ତି କି ଗୋଟେ ପ୍ରେସର ଗେମ୍ ଷ୍ଟ୍ରାଟେଜି ଆରମ୍ଭ ହେଇଗଲାଣି କି ନବୀନ ବାବୁଙ୍କ ଉପରେ ସାର୍? ନିଶ୍ଚିତ ଆଜ୍ଞା ସିଏ ନିଜେ ତ ତାକୁ ନିମନ୍ତ୍ରଣ କରିଛନ୍ତି କାହିଁକି ଅଂଶୁମାନ ମହାନ୍ତି ବିଧାୟକ ମାନେ ଯେଉଁମାନେ ହାରି ଯାଇଛନ୍ତି ସେମାନେ ମଧ୍ୟ ସମସ୍ତେ ଉତ୍କୃତ କାହିଁକିନା କୋଉ ପରିସ୍ଥିତିରେ ଦଳ ହାରିଲା ସେଇଟା ଆଲୋଚିତ ହେଲାନି। ଦଳ ହାରିବାର ମୁଖ୍ୟ କାରଣ କଣ ଜାଣିଛନ୍ତି ସେମାନଙ୍କୁ ସମସ୍ତଙ୍କ ଧାରଣା ଦଳ ଜାଣିଶୁଣି ଗଲା ନିର୍ବାଚନରେ ଦଳର ପ୍ରାର୍ଥୀମାନଙ୍କୁ ବିଷୟରେ ଲୋକସଭା ପ୍ରାର୍ଥୀମାନଙ୍କୁ ତ ଜାଣିଶୁଣି ହରେଇ ଦିଆହେଲା ସବୁ ଲୋକସଭା ପ୍ରାର୍ଥୀ ମଧ୍ୟ କହିଛନ୍ତି କିନ୍ତୁ ଏ ବିଷୟରେ ଆଲୋଚନା ହେଇପାରିଲାନି। ଦଳ କୋଉ କାରଣ ବିପର୍ଯ୍ୟୟ ହେଲା ଦଳର ନିର୍ବାଚନ ପୂର୍ବରୁ ଗୋଟେ ରାଜ୍ୟସଭାକୁ ପଠେଇ ଦଉଛନ୍ତି ପଠେଇଲେ ବିଜେପିରେ ଜଣକୁ ପ୍ରାର୍ଥୀ କରି ପଠେଇଲେ ମେଣ୍ଟ ପାଇଁ କଥାବାର୍ତ୍ତା ହେଲା ମେଣ୍ଟ ହେଲା ନାହିଁ। ନବୀନ ପଟ୍ଟନାୟକ ନିଜେ ନିର୍ବାଚନ ପ୍ରଚାରରେ ଗଲେ ନାହିଁ ନବୀନ ପଟ୍ଟନାୟକ ନଗଲେ ନାହିଁ କି ନିଜେ ନଗଲେ ନାହିଁ ଯଦି ଗୋଟେ ସିନିୟର ଲିଡର ଗୋଟେ କମିଟି କରିଥାନ୍ତେ ସେମାନେ ବୁଲିଥାନ୍ତେ ସେ କଥା ନ କହି ପାନିଆନ ବୁଲିଲେ ନିର୍ବାଚନ ହାରିଲେ। ନିର୍ବାଚନ ହାରିବା ପରେ ସେ ବିଷୟ ତ ଆଲୋଚନା ହେଲାନି ସେଇ ଗୁଡାଏ ବହୁତ ସେ ଦୃଷ୍ଟିରୁ ବହୁତ ଅସନ୍ତୋଷ ଦଳ ଭିତରେ ଅଛି ଚାରିଆଡେ। ସେ ଅସନ୍ତୋଷଟା ଏଇ ଯୋଉ ହେଇଗଲା ଘଟଣା ପାର୍ଲାମେଣ୍ଟରେ ୱାକଫ ବିଲ୍ କି ନେଇକି ୱାକଫ ବିଲ୍ ଘଟଣାରେ ଗୋଟାଏ କଥା କୁହାଗଲା ଦଳ କହିଲା ନିଜେ ମୁଖ୍ୟମନ୍ତ୍ରୀ କହିଲେ କିନ୍ତୁ କାର୍ଯ୍ୟ ହେଲା ଠିକ ବିପରୀତ। ଏପ୍ରିଲ 1 ରେ ଯଶସ୍ୱିତ ପାତ୍ର ଯାହା କହିଲେ ଏପ୍ରିଲ 2 ରେ ଯାହା କହିଲେ ଏପ୍ରିଲ 3 ରେ ବଦଳିଦେଲେ। କୋଉ ବକ୍ତବ୍ୟରେ କିଏ ବଦଳିଲା କାହିଁକି ବଦଳିଲା କେମିତି ବଦଳିଲା ଏଇଟା ନିଶ୍ଚିତ ଭାବେ ଏବଂ ଏଇ ଗେମ୍ଟା ସେମାନେ ଭାବୁଛନ୍ତି ଯୋଉ ଗେମ୍ଟା ସେଠି କରାଗଲା ଲୋକସଭାରେ ରାଜ୍ୟସଭାରେ ସେଇ ଗେମ୍ଟା ଗଲା ନିର୍ବାଚନ ବେଳେ ମଧ୍ୟ ହେଇଛି। ସେଇ ନିର୍ବାଚନରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ସେ ନିର୍ବାଚନ ଏବେ ବି କରୁଛନ୍ତି ଯେତେବେଳେ ମାନେ କ୍ଷମତାରେ ଥିଲେ ସେ କଥା କହୁଥିଲେ ଦିଲ୍ଲୀରେ ସମର୍ଥନ କରୁଥିଲେ କିନ୍ତୁ ଓଡିଶାରେ କ୍ଷମତା ଥିଲା ଓଡିଶାରେ କ୍ଷମତା ନାହିଁ ଏବଂ ଓଡିଶାରେ ବିଜେପି ଶାସନ କ୍ଷମତାରେ ଅଛି। ଏମାନେ ବିରୋଧୀ ପକ୍ଷରେ ଅଛନ୍ତି ଏମାନେ ବିରୋଧୀ ରାଜନୀତି କରିବେ ନା ନାହିଁ। ଏମାନେ ଯୋଉମାନେ ବର୍ତ୍ତମାନ ଭାବୁଛନ୍ତି ଆମେ ତ କ୍ଷମତା ନାହୁଁ ଆମେ ଗୋଟେ ବିରୋଧୀ ରାଜନୀତି କରିବା କଥା ବିରୋଧୀ ରାଜନୀତି ଆମେ ତାଙ୍କ ପଛରେ ଗୋଡେଇକି ଯଦି ଏଇ କଥା କରିବା ତାହେଲେ ଆମେ କି ବିରୋଧୀ ରାଜନୀତି କରିବା ଏବଂ ଯୋଉ ଦଳ କହୁଛି ଯେ ଆମେ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁ ଏବଂ ଏଭଳି ଭାବରେ ଯୋଉଭଳି ଭାବରେ କାଣ୍ଡ ଘଟିଲା ଏବଂ ଏଥିରେ କିଏ ଉତ୍ତର ଦେଇପାରିବେ ଉତ୍ତର ଦେଇଥାନ୍ତା ଶଶୀ ପାତ୍ର ତ ଦେଲେ ନାହିଁ ସେ ତାଙ୍କ କଣ ବିଦେଶ କହୁଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ତ ଦେଇପାରିବେ କାରଣ ନବୀନ ପଟ୍ଟନାୟକ ଏ ଘଟଣାରେ ଉତ୍ତର ଦଉନାହାନ୍ତି। ନ୍ୟାଚୁରାଲି ଲୋକଙ୍କର ଆଙ୍ଗର ହେଲା ଯେ ଭିକେ ପାଣ୍ଡିଆନ କହିବାକୁ କରିଛନ୍ତି କାରଣ ସମସ୍ତେ ଭାବୁଛନ୍ତି ନବୀନ ପଟ୍ଟନାୟକ ତ ଏଭଳିଆ ନବୀନ ପଟ୍ଟନାୟକ ଭଳି କଦର୍ଯ୍ୟ କାମ କରିପାରିବେନି କାରଣ ସେ ତ ଥରେ କହିଥିଲେ ପୁଣି ଏକ ନିଜେ ନବୀନ ପଟ୍ଟନାୟକ ବଦଳେଇ ଦେଲେ ଏଇଟା ଅନେକ ବିଶ୍ୱାସ କରୁନାହାନ୍ତି। ତେଣୁ ଏ କଥା କିଏ ତାକୁ ସମାଧାନ କରିବ। ତେଣୁ ସବୁ ଦେଖନ୍ତୁ ଦଳର ସିନିୟର ନେତା ମାନେ ମଧ୍ୟ ଇଭେନ ପିପୁଲ ଲାଇକ ପଦ୍ମନାଭ ବେହେରା ହୁଅନ୍ତୁ ମାନେ କହନ୍ତିନି ସେମାନେ କହୁଛନ୍ତି ଆପଣ ପ୍ରଫୁଲ୍ଲ ସାମଲ ହୁଅନ୍ତୁ ଇଏ ତ ଅନେକ କହୁଛନ୍ତି ଯେଗୁଡା ଯୋଉଠୁ ମୁସଲିମ ମାନେ ଯୋଉଠି ଅଛନ୍ତି ସେଠି ସେଇ ମାନେ ସେଇ ଦଳର ନେତା ମାନେ ବେଶୀ କହୁଛନ୍ତି କାହିଁକିନା ମୁସଲିମ ଭୋଟଟା ଚାଲିଗଲା କିନ୍ତୁ ସେଇଟା କୋଶ୍ଚିନ୍ ନୁହଁ ମୁସଲିମ ଭୋଟ ଚାଲିଗଲା ଦଳର ଗୋଟାଏ ନୀତି ଗୋଟେ ନୀତିଗତ ପ୍ରଶ୍ନ ଯୋଉଟା ନୀତିଗତ ପ୍ରଶ୍ନ ଉପରେ ଦଳ ଏଭଳି ଅଭିମୁଖ ନେଲେ କ୍ଷମତା ଯେତେବେଳେ ଆପଣଙ୍କର ଥିଲା ଆପଣ ଚଳି ଯାଉଥିଲେ ଲୋକ କେହି କହୁନଥିଲେ କିନ୍ତୁ କ୍ଷମତା ଚାଲିଗଲା ପରେ ଏବଂ ବିରୋଧୀ ପକ୍ଷରେ ରହିଗଲା ପରେ ଏବଂ ବିଜେପି ଶାସନ କ୍ଷମତା ଥିଲାବେଳେ ଏମାନେ ତ ନିଜକୁ ବିରୋଧୀ ବୋଲି ଭାବୁଛନ୍ତି ନା ବିରୋଧୀ ରାଜନୀତି କରିବ ଏବଂ ତାଙ୍କ ହାତରେ ସାଲିସ କରି ରହିବ ଏ ତ ହେଇପାରିବନି। ଆପଣ ଯୋଉ କଥା ହେଲା ଏଥିରୁ କଣ ସ୍ପଷ୍ଟ ଧାରଣା ହଉନି ଦଳ ଭିତରେ ଗୋଟାଏ ଗୋଷ୍ଠୀ ବରାବର ଲାଗିଛନ୍ତି ନିର୍ବାଚନରେ ପରାଜିତ ହେଲା ପରେ ମଧ୍ୟ ବିଜେପି ସାଙ୍ଗରେ ରହିବା ଯଦି ବିଜେପି ସାଙ୍ଗରେ ରହିବେ ତାହେଲେ ଆପଣ ବିରୋଧୀ ଦଳ ରାଜନୀତି କରିପାରିବେନି ଆଉ ବିରୋଧୀ ଦଳ ରାଜନୀତି ନ କରିପାରିବେ ତ ନବୀନ ପଟ୍ଟନାୟକ ତାର ଉତ୍ତର ଦେବେ କିଏ ଦେଇପାରିବ ଉତ୍ତର। ତେଣୁ ନବୀନ ପଟ୍ଟନାୟକ ଉପରେ ଯୋଉ ଚାପ ପଡୁଛି ନବୀନ ପଟ୍ଟନାୟକ ଆଜି ମଧ୍ୟ ଦେଖନ୍ତୁ ଉତ୍ତର ଦଉନାହାନ୍ତି ସେ ଆଉ 2 ଦିନ ସମୟ ତାଠୁ ନେଇଛନ୍ତି କାହିଁକି ନେଇଛନ୍ତି କାହିଁକିନା ଏଇ ଘଟଣାରେ ଯାହା ହେଲା ଯଦି କିଏ ଜଣେ ଲୋକ ସବୁ କଥା ଜାଣେ ସେ ହଉଛନ୍ତି ନବୀନ ପଟ୍ଟନାୟକ ନିଜେ କାହିଁକି କହୁନାହାନ୍ତି କହୁନାହାନ୍ତି। ସାର୍ 3ଟି କଥା ବର୍ତ୍ତମାନ ଆସିଛି ବର୍ତ୍ତମାନ ସସ୍ମିତ ପାତ୍ରଙ୍କ ଉପରେ ଆକ୍ସନ ହବ କି ଭିକେ ପାଣ୍ଡିଆନକୁ ଘଟଣାଟାକୁ ଡାଇଲ୍ୟୁଟ କରାଯିବ କି ବା ଯୁବ ବିଧାୟକ ମାନେ ବର୍ତ୍ତମାନ ଯୋଉ ଭଳି ପ୍ରଶ୍ନ ଉଠାଉଛନ୍ତି ବା ଅନେକ ସମୟରେ ଦେଖିବା ପାଇଁ ମିଳେ ଯେମିତି କି ଆମେ ଯଦି କହିବା ସମ୍ବିତ ରାଉତରାୟ ମଧ୍ୟ ଆଜି ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟଙ୍କ ସମର୍ଥନରେ ଏଇ ଯୋଉ ଘଟଣାକ୍ରମରେ ବର୍ତ୍ତମାନ ଆଗାମୀ ପଦକ୍ଷେପ କଣ ରହିବ ଦଳ ଭାଗ ଭାଗ ହେଇଯିବ କି ବା ଶଙ୍ଖ ଯୋଉ କ୍ୟାମ୍ପ ଏକ ପ୍ରକାର ଗୋଷ୍ଠୀବାଦରେ ଡାଇଲ୍ୟୁଟ ହେଇଯିବ କି? ଆପଣ ଦେଖନ୍ତୁ ନବୀନ ପଟ୍ଟନାୟକଙ୍କର ଯାହା ଉଦ୍ୟମ ହଉଛି ବର୍ତ୍ତମାନ ମୁଁ ଜାଣିଲିନି ଯେଭଳି ଭାବରେ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ଭାବୁଛନ୍ତି ଯେତେ ଯାହା ହେଲେ ଲୋକ ଦବେଇ ଦିଆହବ ଚପେଇ ଦେଇକି ରଖାଯିବ ଆମେ କିଛି କରିବାନି କାହିଁକିନା ଏ ଦଳ ଭିତରେ ଆପଣ ଜାଣିଛନ୍ତି ଏବେ ମଧ୍ୟ ଏ ଦଳରେ କୌଣସି ବିକଳ୍ପ ନେତୃତ୍ୱ ନାହିଁ ନବୀନ ପଟ୍ଟନାୟକଙ୍କ ବ୍ୟତୀତ କୌଣସି ବିକଳ୍ପ ନେତୃତ୍ୱ ନାହିଁ
ନବୀନ ପଟ୍ଟନାୟକ ଯଦି ଏଭଳି ଭାବେ ଯେମିତି ଭାବରେ ସେ ଗଲା ନିର୍ବାଚନ ବିପର୍ଯ୍ୟୟର କାରଣ ପାଇଁ ମିଟିଂ ବସାଇଲେନି କି ଆଲୋଚନା କଲେ ନାହିଁ, ସେମିତି ଏଟାକୁ ସେ କହୁଛନ୍ତି କିଛି ଦିନ ଗଡେଇ ଗଲେ ସେ ଭାବୁଛନ୍ତି ଏଇ ସମସ୍ୟାଟା ବା ଏଇ ଲୋକମାନଙ୍କର ବିଦ୍ରୋହଟା ରହିବ ନାହିଁ। କିନ୍ତୁ ନ ରହିଲେ ଗାଁ ଗହଳି ଯେ ହଜାର ହଜାର ବିଜେଡି କର୍ମୀମାନେ ଅଛନ୍ତି ସେମାନେ ଆଉ ଦଳ ସାଙ୍ଗେ ରହିବେ କି? ଯଦି ବି ରହିବେ, ଯଦି ଗତ ନିର୍ବାଚନ ଆପଣ ଦେଖିଛନ୍ତି ସାରା ମୁଁ ଭାବୁଛି ଏଇ ଓଡିଶାର ବିଭିନ୍ନ ବୁଲିଛନ୍ତି, ବିଜେଡି କର୍ମୀମାନେ ଉତ୍ସାହର ସହିତ ଗଲା ନିର୍ବାଚନ କାମ, ନିଜେ ତ ନବୀନ ପଟ୍ଟନାୟକ କଲେ ନାହିଁ, ବିଜେଡି କର୍ମୀମାନେ ଉତ୍ସାହ ସହିତ ଗଲା ନିର୍ବାଚନ କାମ କଲେ କି? କଲେ ନାହିଁ। একথা মতো অনেক সবু পার্লামেন্ট প্রার্থী মানে যাইলে সমস্তে କହିଛନ୍ତି যে এইটা এই অবস্থাକୁ କିଏ ନେଲା ଦଳକୁ, ଏ ଅବସ୍ଥାକୁ ଯୋଉମାନେ ନେଲେ ଆଜି ଏଇ କଥା ମଧ୍ୟ ସେମାନେ କରୁଛନ୍ତି ତାଙ୍କର ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଏମାନେ ଦଳକୁ ନେଇକି ଏଇଠି ପହଞ୍ଚୁଛନ୍ତି। ଆଉ ଯୋଉମାନେ ବିକେ ପାଣ୍ଡିଆନଙ୍କ ଯୋଗୁ ରାଜ୍ୟସଭାକୁ ଯାଇଛନ୍ତି, କିଛି ପଦପଦବୀ ପାଇଛନ୍ତି, ଆର୍ଥିକ ସୁବିଧା ପାଇଛନ୍ତି, ସେମାନେ ତାଙ୍କ ସପକ୍ଷରେ ବାହାରୁଛନ୍ତି। କିନ୍ତୁ କଥା ହଉଛି ଏତେ ବଡ ସଙ୍କଟ, ନୀତିଗତ ସଙ୍କଟ, ଦଳ ତିଷ୍ଠିବ ନା ନାହିଁ, ଏ ସଙ୍କଟରେ ନବୀନ ପଟ୍ଟନାୟକ ନିରବ ରହିବେ କିପରି? ନବୀନ ପଟ୍ଟନାୟକ କହିବେନି କିପରି? ତେଣୁ ଏଇଭଳି ସ୍ଥିତିରେ ନବୀନ ପଟ୍ଟନାୟକ ଚପେଇ ଦେଇ ପାରନ୍ତି, କାରଣ ଲୋକ ଭାବୁଛନ୍ତି ବିକଳ୍ପ ନାହିଁ ଏବଂ ଏ ଦଳ ହାତରେ ସଂଘ ଭବନ ଅଛି, ଆର୍ଥିକ ଦୃଷ୍ଟି ସମ୍ବଳ ମଧ୍ୟ ଅଛି। ତେଣୁ ଅନେକ ଲୋକ ଡରିକି କୁଆଡେ ଯିବେ, କୁଆଡେ ଯିବା ବାଟ ସେମାନଙ୍କ ପାଇଁ ନାହିଁ। ତେଣୁ ଏଇଆ ଭାବିକି ସେ ଭାବୁଛନ୍ତି କଥାଟାକୁ ଦବେଇ ହେଇଯିବ, କିନ୍ତୁ ହବ ନାହିଁ। କାରଣ ଅଲ୍ଟିମେଟଲି ଲୋକମାନଙ୍କୁ ନେଇ କର୍ମୀମାନଙ୍କୁ ନେଇ ତିଷ୍ଠିବ ନା ଦଳ। କୋଉ କର୍ମୀ କୋଉ ସାହସରେ କୋଉ ଉତ୍ସାହ ସହିତ ଏ ଦଳ ପାଇଁ କାମ କରିବ, କାହାକୁ ଦେଇ କାମ କରିବ? ଯୋଉ ନେତୃତ୍ୱକୁ ସେ ଏତେ ଭରସା କରୁଥିଲେ ସେ ନେତୃତ୍ୱ ତାଙ୍କ ସହିତ ବାରମ୍ବାର କୋଉ କାରଣରୁ ଦି ପ୍ରକାର ଭୂମିକା ନେଉଛି, ସୁବିଧାବାଦୀ ଭୂମିକା ନେଉଛି, ତା ବିଷୟରେ ତ ଲୋକ ପ୍ରଶ୍ନ ପଚାରିବେ ନା ନାହିଁ। ସାର୍ 24 ବର୍ଷ ବିଜୁ ଜନତା ଦଳର ଇତିହାସରେ ଯଦି ଦେଖିବା ତାହେଲେ ଗୋଟେ ଟ୍ରାନଜିଟ ପିରିୟଡ ଆସିଥିଲା ଯେତେବେଳେ ବିଜୟ ମହାପାତ୍ରକୁ ଗୋଟେ ପଟେ କାଢିଥିଲେ, ନଳିନୀ ମହାନ୍ତିଙ୍କ ଉପରେ ଆକ୍ସନ ନେଇଥିଲେ, ସେଇ ଗୋଟେ ବଡ ଟ୍ରାନଜିଟ ପିରିୟଡ ଥିଲା। ଅନ୍ୟପଟେ ଯଦି ଆମେ କହିବା ପ୍ୟାରୀମୋହନ ମହାପାତ୍ର ମିଡନାଇଟ ଅପରେସନ ପରେ ଗୋଟେ ବଡ ଆକ୍ସନ ହେଇଥିଲା। ତାପରେ ଦେଖିବା ପାଇଁ ମିଳୁଛି ଏଇ 24 ନିର୍ବାଚନ ପରେ ଏଇ ଯୋଉ ଆକ୍ସନ, ଏଇ ଦୁଇଟା ଫେଜ ରେ ବିଜୁ ଜନତା ଦଳ ଆହୁରି ବିପୁଳ ଭୋଟ ପାଇ ଆଗକୁ ବଢିଥିଲା। କିନ୍ତୁ ଏଇ ଚ୍ୟାଲେଞ୍ଜେସ ଟାକୁ ଭାବୁଛନ୍ତି କି ଆପଣ ଓଭରକମ କରିପାରିବେ ନବୀନ ବାବୁ ବିଜୁ ଜନତା ଦଳ? କେମିତି କରିବେ? ସେଥିରେ ଦେଖନ୍ତୁ ଏକ୍ଜାକ୍ଟ ଯୋଉ କଥା ବିଜୟ ମହାପାତ୍ରଙ୍କ ବିରୁଦ୍ଧରେ ନିର୍ବାଚନ ବେଳେ ସେ ନେଲେ, ସେଇଟା ଯଦିଓ ଗୋଟେ ଅଗଣତାନ୍ତ୍ରିକ ନିଷ୍ପତ୍ତି, କିନ୍ତୁ ସେଇଟା ଦଳର ନୀତିଗତ ସ୍ଥିତି ଉପରେ କିଛି ଆଞ୍ଚ ବିଶେଷ ପଡିଲାନି। କାରଣ ଦଳ ଯୋଉ ନୀତି ଉପରେ ଛିଡା ହେଇଥିଲା ସେ ନୀତି ଉପରେ ଆଞ୍ଚ ଆସିଲାନି। ସେ ଦଳର ଗଣତାନ୍ତ୍ରିକ ସମାଜ ଯେମିତି ଭାବରେ ଧରନ୍ତୁ ସେଇଭଳି ଭାବରେ ଇନ୍ଦିରା ଗାନ୍ଧୀଙ୍କର କଥା ମଧ୍ୟ ମିଳିଛି, ରାଷ୍ଟ୍ରପତି ନିର୍ବାଚନରେ ଭିଭି ଗିରିକି ସମର୍ଥନ ସଞ୍ଜୀବ ରେଡ୍ଡି ସମର୍ଥନ ଭିଭି ଗିରି କରିବା। କିନ୍ତୁ ଅନ୍ୟ ପକ୍ଷରେ ଏମିତି ଏଇ କାର୍ଯ୍ୟ ଗୁଡାକରେ ସେଥିରେ ହୁଏତ ଦଳ ଭିତରେ ସଂକଟଟା ଜଣା ପଡିଗଲା। ଇଭିନ୍ ଯୋଉଟା ନଳିନୀ ମହାନ୍ତିଙ୍କ ବିରୁଦ୍ଧରେ ହେଲା, ସେମାନେ ଭାବିଲେ ଦଳରେ କିଛି ଅସୁବିଧା କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ତାଙ୍କର ଆକର୍ଷଣଟା ଇଣ୍ଟାକ୍ଟ ଥିଲା, କିନ୍ତୁ ନବୀନ ପଟ୍ଟନାୟକ ସେ ନେତୃତ୍ୱ ଆକର୍ଷଣ ଏବେ ଅଛି କି? ଆକର୍ଷଣ ନିର୍ବାଚନ ଜିତିଥାନ୍ତେ, ନିଜେ ଗୋଟେ ନିର୍ବାଚନ ହାରି ନଥାନ୍ତେ।